ସାଇ ରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ସନ୍ତାନ, ତୁ ତୋ ଜୀବନରେ ଯେତେ ବି ଦୁଃଖ ଥାଉ, ଯେତେ କଷ୍ଟ ଥାଉ, ତୁ ନିଜକୁ ଖୁସି କରିବାକୁ ଚେଷ୍ଟା କର ସନ୍ତାନ। ତୁ ଯଦି ତୋ ମନରେ ସବୁବେଳେ ଖୁସି ରଖିବୁ ନା, ଯେଉଁ ଲୋକଟି ତୋ ବିଷୟରେ ଭାବୁଛି, ମାନେ ତୋତେ ଅପହାସ କରୁଥିବ, ଯିଏ ଲୋକଟି କେତେ ଦୁଃଖରେ ରହୁଛି, କେତେ କଷ୍ଟରେ ରହୁଛି, ତା ମନେ ମନେ ସେ ଖୁସି ହେଉଥିବ, ତୋ ଖୁସି ଦେଖିକି ସିଏ ନିଜେ ତୋତେ ଈର୍ଷା କରିବ। ତୋର ଯେତେ କଷ୍ଟ ଥାଉ, ତୁ ଯଦି ସେ କଷ୍ଟକୁ ଲୁଚେଇ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରିବୁ। ଆରେ ମଣିଷ ଜୀବନରେ ସମସ୍ତଙ୍କର କଷ୍ଟ ଅଛି, ତାହେଲେ ଏ ସାମାନ୍ୟ ଦୁଃଖ ପାଇଁ ତୁ କାହିଁ ମନ କଷ୍ଟ କରିବୁ? ତୁ ନିଜକୁ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କର, ନିଜକୁ ସବୁବେଳେ ଦୃଢ଼ ରଖିବାକୁ ଚେଷ୍ଟା କର। ଏ ଦୁନିଆରେ କିଛି ନାହିଁ ସନ୍ତାନ। ତୁ ଯାହା କମେଇଛୁ, ବ୍ୟାଙ୍କ ବାଲାନ୍ସ, ଗାଡ଼ି, ଘର, ତୋ ସାଙ୍ଗରେ କିଛି ଯିବ କି ସନ୍ତାନ? ତୋ ଦେହ ବି ତୋ ସାଙ୍ଗରେ ଯିବନି। ତେବେ ତୁ କାହିଁକି ଏତେ କଷ୍ଟ ପାଇବୁ, କାହିଁକି ଏତେ ଦୁଃଖ କରିବୁ ମନ? କିଛି ବି ସଂସାରରେ ସ୍ଥାୟୀ ନୁହଁ ସନ୍ତାନ। ତୁ ତ ନିଜ ମନ ଆଦୌ କଷ୍ଟ କରିବା କିଛି ବି ଦରକାର ନାହିଁ। ଯାହା ତୋତେ ଦୁଃଖ ମିଳୁଛି ନା, ଇଏ ତ ପୂର୍ବ ଜନ୍ମର କର୍ମଫଳ। ଏସବୁ ତୋର ଆଗରୁ ଲେଖା ଅଛି ସନ୍ତାନ। ତାକୁ ହସି ହସି ସହିଯା, ହସି ହସି ଧୈର୍ଯ୍ୟର ସହିତ। ଏଇଟା ଭଗବାନ ଦେଇଛନ୍ତି ମୋତେ, ମୋର କଲା କର୍ମର ଫଳ। ଏଥିରେ ଦୁଃଖ କରିବାରେ କ'ଣ ଅଛି ସନ୍ତାନ? ୟାକୁ ହସି ହସି ସହିଯା। ଆଉ ତୁ ଏବେ ଯେଉଁ କର୍ମ କରୁଛୁ ବର୍ତ୍ତମାନ, ତାକୁ ଭଲସେ କର। ତୋ କର୍ତ୍ତବ୍ୟ, ତୋ କର୍ମ, ତୋ କଥା ତୁ ବୁଝି ବିଚାରି କର। କାରଣ ଭଗବାନ ତୋତେ ବୁଦ୍ଧି ଦେଇଛନ୍ତି, ତୋତେ ମଣିଷ ଜନ୍ମ ଦେଇଛନ୍ତି। ତୁ ଯଦି ତୋ ମଣିଷ ଜନ୍ମ ଆଉ ବୁଦ୍ଧିକୁ ଠିକ୍ସେ ଉପଯୋଗ କରିବୁ, ତୁ ୟା ପର ଜନ୍ମରେ ବହୁତ ଖୁସିରେ ରହିବୁ। ତୁ ଯଦି ତୋ ପୂର୍ବ ଜନ୍ମର କର୍ମଫଳ ଯେଉଁ ଭୋଗୁଛୁ, ତାକୁ ନେଇ ସବୁବେଳେ ଦୁଃଖରେ ରହିବୁ, ତୁ ଏ ଜନ୍ମରେ ବି ତ ଖୁସି ପାଇପାରିବୁନି ସନ୍ତାନ। ସନ୍ତାନ, ତୁ ନିଜକୁ ଖୁସିରେ ରଖିବାକୁ ଚେଷ୍ଟା କର। ସବୁ ଭଗବାନଙ୍କ ଉପରେ ଛାଡ଼ିଦେ, ପ୍ରଭୁଙ୍କ ଉପରେ ଛାଡ଼ିଦେ। ଭଗବାନ ଜନ୍ମ ଦେଇଛନ୍ତି ମାନେ ତୋ ଜୀବନରେ ସୁଖ ଦୁଃଖ ଦୁଇଟି ଜିନିଷ ଦେଇଥିବେ ନିଶ୍ଚିନ୍ତ। କାରଣ ଭଗବାନ କେବେ ବି ଖାଲି ଦୁଃଖ ଦିଅନ୍ତିନି। ଦୁଃଖ ଦେଲେ ନା ସେ ଲୋକ କେମିତି ବଞ୍ଚିବ? ପ୍ରଭୁ ସବୁବେଳେ ସୁଖ ଦୁଃଖ ଦୁଇଟି ଜିନିଷ ଦେଇଥାନ୍ତି ପ୍ରତ୍ୟେକ ମଣିଷକୁ। ତୁ କାହିଁକି ନିଜକୁ ଏତେ ଦୁଃଖରେ ରଖିବୁ? ତୁ ପୁରା ମୋ ସନ୍ତାନ, ତୋ ବାବା ଉପରେ ତୁ ଭରସା ରଖିଛୁ ନା। ଯେତେବେଳେ ଭଗବାନ ଦିଅନ୍ତି ଦୁଃଖ, ଭଗବାନ ତା ପାଖରେ ସହିବାର ଶକ୍ତି ମଧ୍ୟ ଦେଇଥାନ୍ତି। ତୁ ସେଇ ଶକ୍ତିଟାକୁ ତୋ ଭିତରୁ ବାହାର କର ସନ୍ତାନ, ଆଉ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କର। କେବଳ ଖୁସି। ଏ ସଂସାରରେ କିଛି ନାହିଁ ସନ୍ତାନ, କେବଳ ହସ ଆନନ୍ଦ। କାରଣ କେହି କିଛି ନେଇକି ଯିବେନି, କି କେହି କିଛି ନେଇକି ଆସିନାହାନ୍ତି। ଯଦି ତୋ ଶରୀର ତୋ ସହିତ ଯିବନି, ତାହେଲେ ତୁ କାହିଁକି ଦୁଃଖ କରିବୁ? ଦୁଃଖ ବୋଲି ଜିନିଷ କିଛି ନାହିଁ ଏ ସଂସାରରେ ସନ୍ତାନ। ତୋ କର୍ମ କେବଳ ତୋର, ଆଉ କିଛି ତୋର ନୁହଁ। କେବଳ ତୋ କର୍ମ ତୁ ଯଦି ଠିକ୍ସେ କରିବୁ, ତୋର ସବୁ କିଛି ଶୁଭ ହେବ। ସେତିକି କାମ ତୁ ଠିକ୍ସେ କର ସନ୍ତାନ। ତୋ କର୍ମ, ତୋ କର୍ତ୍ତବ୍ୟ, ସେ ଗୋଟିଏ ଜିନିଷ ଠିକ୍ କର, ଆଉ କିଛି କରିବା ଦରକାର ନାହିଁ। ଆଉ ସବୁବେଳେ ନାମ ଜପ କର। ତୋ ସାଇ ବାବା, ତୋ ଭଗବାନଙ୍କ ପ୍ରତି ତୁ ବିଶ୍ୱାସ ରଖ। ତୋର ଅଗୁ ଗୋଡ଼ରେ ବି କଣ୍ଟା ଫୁଟିବାକୁ ମୁଁ ଦେବିନି ସନ୍ତାନ। ଆଜିଠାରୁ ନୂଆ ଆରମ୍ଭ କର। ନିଜ ମନକୁ ଖୁସିରେ ରଖ। ତୁ ଯଦି ଯେତେ ଦୁଃଖରେ ରହିବୁ, ମନ ଯେତେ କଷ୍ଟ କରିବୁ, ଏ ପାଖ ଲୋକ ନା ସେତେ ଖୁସି ହେବେ। କାରଣ ଏଠି ଲୋକ ଯେତେ କଷ୍ଟ ପାଇଲେ ଅନ୍ୟ ଲୋକକୁ ଆନନ୍ଦ ମିଳେ ସନ୍ତାନ। ତୁ ଖାଲି ମନ ଖୁସି କର। ତୁ ଯେତେ ଦୁଃଖରେ ଥା, କାହାକୁ ଜଣେଇବାକୁ ଦେ ନା, ସେ ଲୋକ ତୋତେ ଈର୍ଷା କରିବେ। ତୁ ସବୁବେଳେ ମନ ଖୁସିରେ ଆନନ୍ଦରେ ଜୀବନ ଅତିବାହିତ କର। କାରଣ ତୋ ଦୁଃଖକୁ ବୁଝିଲା ବାଲାଟି କେହି ନାହିଁ, କେବଳ ଅଛନ୍ତି ଭଗବାନ। ଆଉ ତୁ ସେଇ ଭଗବାନଙ୍କ ଉପରେ ବିଶ୍ୱାସ ରଖି ତୋ ଜୀବନ ତୁ ଆନନ୍ଦ ଖୁସିରେ କାଟିଦେ। ଦୁଃଖ କ'ଣ ପାଇଁ କରିବୁ? ତୋତେ ଭଗବାନ ପୁଣି ଖୁସି ଦେଇଛନ୍ତି ନା ସନ୍ତାନ। ତୁ ସେ ଖୁସିକୁ ନେଇକି ବଞ୍ଚ। ଦୁଃଖକୁ ସହିଯା। ଦୁଃଖ ଆସିଛି, ପୁଣି ଖୁସି ଆସିବ। ତାହେଲେ କାହିଁ ଆମେ ଦୁଃଖରେ ରହିବା? ଭଗବାନ ଆଜି ଦୁଃଖ ଦେଇଛନ୍ତି, କାଲି ପୁଣି ଖୁସି ଦେବେ।
ଏହା ଭାବି ଭଗବାନଙ୍କ ଉପରେ ବିଶ୍ୱାସ ରଖି